ଉପନ୍ୟାସ ଆକ୍ରାନ୍ତ 3/4। ଔପନ୍ୟାସିକ ପଦ୍ମଜପାଳ। ପଢ଼ି ଶୁଣୁଛନ୍ତି ଅନିତ୍ୟ ମହାନ୍ତି। କିଏ ସେମାନେ କେଜାଣି? ବନବାସୀ କି ନଗରବାସୀ? ଗାଉଥିଲେ ବୋଧେ ଚୈତି ମାସର ଗୀତ। ବହୁ ଦୂରରୁ ଶୁଭୁଥିଲା ସେ ମିଳିତ ସ୍ୱର। ଝଲକାଏ ଝଲକାଏ ପବନରେ ଯେମିତି ଭାସି ଆସୁଥିଲା। ତା ସାଙ୍ଗରେ ମାଦଳ ବାଜୁଥିଲା, ତୁରୀ ବି ବାଜୁଥିଲା, ପେଁ 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 ପେଁ। ମୋତେ ଅନବରତ ଶୁଭୁଥିଲା ତା ସହ ମଧୁଆଙ୍କ କୋଳାହଳ। ମିତଣୀ ଲୋ ମିତଣୀ, ଝୁମୁ ଝୁମୁ ଝୁମୁରେ ଝୁମୁ 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 ଝୁମୁ, ତୋର ପାହାଡ଼ ପରି ହିଆ ପକ୍ଷୀଜାତ ମନ, ଉଡ଼ିଯାଏ ଯୋଜନ ଯୋଜନ। ଗଗନ ପବନ ବନ ମନ, କିଏ କାଟିଦେଲା ଡେଣା ତୋର ମିତଣୀ। ମିତନା ଶଇତାନ, କିଏ କଲା ଅନ୍ଧ ତୋତେ? ଧନ ନା ଯୌବନ, ପୋଡ଼ିଯାଏ ମନ ବନ, ଜଙ୍ଗଲ କାଟୁଛି କିଏ? ପାହାଡ଼ ଛାତିକୁ ବିଦାରେ ପାଠଘରେ ଗୁରୁପଣ ପଣ, ଚାଲିଛି ନିର୍ଲିପ୍ତ କୀର୍ତ୍ତନ। ଧାକ୍ ଧିନା ଧା, ହରେ କୃଷ୍ଣ ହରେ ରାମ, ରାମ ରାମ ହରି ବୋଲ ଶ୍ରୀରାମ, ଧେ ନିତାଇ ଗୌର ରାଧେଶ୍ୟାମ। ଛଇଁଆ 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 ଛଇଁଆ, ସାରେ ହେ ସାରେ ମୋ ପିଠିକୁ ଦେ ପାହାରେ, ସାରେ ମୁଁ ଅଧ୍ୟାପକ ଦେବଦତ୍ତ ଶ୍ରୀଚନ୍ଦନକୁ ଜାଣିନଥିଲି। ଜାଣିବାରେ କିଛିଟା ସମ୍ଭାବନା ଥିଲା, କିନ୍ତୁ ଅବକାଶ ଆସିନଥିଲା। ଥରେ ଦୁଇଥର ତା କେସ୍ ସଂକ୍ରାନ୍ତରେ ସମ୍ବାଦ ଯେତେବେଳେ ପ୍ରକାଶ ପାଇଥିଲା, ତା ହୃଦାନନ୍ଦ ବାବୁଙ୍କ ଆଖିକୁ ଆଡ଼େଇ ଯାଇନଥିଲା। କୌଣସି ଅପରାଧ ଦୁର୍ଘଟଣାର ସମ୍ବାଦ ତାଙ୍କ ଆଖିରୁ ବାଦ୍ ପଡ଼େ ନାହିଁ। ସେ ଥିଲେ ମୋର ବନ୍ଧୁ ଏବଂ ସହକର୍ମୀ। ଆମ ହାତରେ ଥିଲା ପ୍ରଚୁର ଅବିନିଯୁକ୍ତ ସମୟ। ସେହି ସମୟର ଫାଇଦା ଉଠାଇବାକୁ ଏଭଳି ସମ୍ବାଦ ଆମର ଖୋରାକ ଥିଲା। ସେ ସମୟରେ ବିସ୍ତୃତ ଭାବେ ରଙ୍ଗ ଦେଇ ହୃଦାନନ୍ଦ ବାବୁ ଆମ ଆଗରେ ସେ ଘଟଣାଟିର ଗୋଟିଏ ସାମାନ୍ୟ କଥାକୁ କଳ୍ପିତ ରୂପ ଦେଇ ବାସ୍ତବତାର ଢଙ୍ଗରେ ବର୍ଣ୍ଣନା କରୁଥିଲେ। ଖୁବ୍ ଆକର୍ଷଣୀୟ ଢଙ୍ଗରେ। ଢଙ୍ଗଟି ଥିଲା ତାଙ୍କର ଅତି ଚମତ୍କାର। ପିଲାମାନଙ୍କୁ ସାହିତ୍ୟ ପଢ଼ାଇଲା ବେଳେ ସେହି ଦକ୍ଷତାରେ ପଢ଼ାନ୍ତି ଏବଂ ଜଣେ ଦକ୍ଷ ଅଧ୍ୟାପକର ମର୍ଯ୍ୟାଦା ପାଆନ୍ତି। ମୁଁ ଯେତେବେଳେ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱରରୁ ଗୋଟାଏ କଡ଼ା ନିର୍ଦ୍ଦେଶନାମା ପାଇଲି, 7 ଦିନ ଭିତରେ ସମସ୍ତ କାର୍ଯ୍ୟ ନିୟମିତ ଭାବେ କରି ପରିଚାଳନା କମିଟି ଦ୍ୱାରା ଗୃହୀତ କରି ପଠାଇବାକୁ। ନ ପଠାଇ ପାରିଲେ ବି ସେଥିରେ ଧମକ ଥିଲା, ମୋର ଦରମା ବନ୍ଦ କରାଯିବ। ନିର୍ଦ୍ଦେଶନାମାରେ ବି ଲିଖିତ ଥିଲା, ଏହା ଅତ୍ୟନ୍ତ ଜରୁରୀ। ହାଇକୋର୍ଟକୁ ଖବର ଦେବାକୁ ହେବ ଏହି କାର୍ଯ୍ୟ ସଂକ୍ରାନ୍ତୀୟ ସମସ୍ତ ବିବରଣୀ। ମୁଁ ଚିଠିଟିକୁ ବାରମ୍ବାର ପଢ଼ିଲି ଏବଂ ନିଜର ବୋଧ ପାଇଁ ଖଣ୍ଡେ କାଗଜରେ ନିର୍ଦ୍ଦେଶନାମାର ବିଭିନ୍ନ ଦିଗକୁ ଠିକ୍ ବୁଝିବା ଲାଗି ନୋଟ୍ କରିଦେଲି। ହାଇକୋର୍ଟର ନିର୍ଦ୍ଦେଶ, ମୋର ଦରମା ବନ୍ଦ, 7 ଦିନ ସମୟ, ନିୟମ ଅନୁଯାୟୀ ଅଭିଯୋଗ ଫର୍ଦ୍ଦ, ପରିଚାଳନା କମିଟି ଦ୍ୱାରା ସ୍ୱୀକୃତି, ଅଧ୍ୟାପକ ଶ୍ରୀ ଦେବଦତ୍ତ ଶ୍ରୀଚନ୍ଦନଙ୍କ ଅପରାଧ। ଘଟଣାଟି ସଂକ୍ରାନ୍ତରେ ମୋର ବିନ୍ଦୁ ବିସର୍ଗ ଧାରଣା ନଥିଲା। ତେଣୁ ଆଗେ ସହକର୍ମୀ ତଥା ଅଫିସର ଏ ଫାଇଲକୁ ଡିଲ୍ କରୁଥିବା କିରାଣୀ ଓ ବଡ଼ବାବୁଙ୍କ ସହ କଥା ହେବା ପାଇଁ ସ୍ଥିର କରିନେଲି। ସେତେବେଳକୁ ଏହି ନୂଆ ଜାଗାରେ ନୂଆ ଦାୟିତ୍ୱରେ ଶ୍ରୀଚନ୍ଦନର କେସ୍ ଡିଲ୍ କରୁ କରୁ ମୋର ପ୍ରଥମେ ମନେ ପଡ଼ିଗଲା ବନ୍ଧୁ ହୃଦାନନ୍ଦ ବାବୁଙ୍କ କଥା। ତାଙ୍କ ଅପରାଧ ଫାଇଲରେ ଏ ସଂକ୍ରାନ୍ତରେ ନିଶ୍ଚୟ କିଛି ତଥ୍ୟ ଥିବ। ତାଙ୍କ ସହ ବି ଯୋଗାଯୋଗ କରିବେ। ତେବେ ସେସବୁ କଥା ରାତିକି ଥାଉ। ମୋତେ ସହଯୋଗ କରିବାକୁ ଥିବା ପିଅନଟି ଏତିକିବେଳେ ଚା ଆଣିଦେଲା। ମୋ ପାଖରେ କେହି ନଥିଲେ। ସେ ଏଇଭଳି ସମୟକୁ ଅପେକ୍ଷା କରିଥାଏ। କେତେବେଳେ ମୁଁ ଘେରମୁକ୍ତ ହେବି, ସେ ଚା ଦେବ, କିମ୍ବା ଭିତରକୁ ଯାଇ ଟିକେ ଜଳଖିଆ କରିଦେବାକୁ ଅନୁରୋଧ କରିବ। ବିଲୋଚନ ଏସବୁ ଦିଗ ପ୍ରତି ଧ୍ୟାନ ରଖିଥାଏ ଏବଂ ତାର ବ୍ୟବହାରରୁ ସ୍ପଷ୍ଟ ବାରି ହୋଇପଡ଼େ ମୋତେ ଖୁବ୍ ଭଲ ପାଉଥିବାର ଲକ୍ଷଣ। ଚା ଦେଲାବେଳେ ମୁଁ ପଚାରିଲି, ବିଲୋଚନ ଦେବଦତ୍ତ ଶ୍ରୀଚନ୍ଦନ କିଏ? ସାର୍, ସେ ମୋତେ ଚାହିଁଲା ଆକଳିତ କରିବା ଦୃଷ୍ଟିରେ। ତା ମୁହଁରେ ସବୁ ଜାଣିଥିବାର ସମ୍ଭ୍ରମ ହସ ଫୁଟି ଉଠିଲା। ସେ କହିଲା, ସେ ଏଠି ପରା ଅଧ୍ୟାପକ ଥିଲେ ରସାୟନ ଶାସ୍ତ୍ରରେ। ଆଉ କିଛି ନ କହି ଅଟକିଗଲା ଏବଂ ଅନୁରୋଧ କଲାଭଳି ପଚାରିଲା, ବଡ଼ବାବୁଙ୍କୁ ଡାକିବି କି? ସାର୍, ସେ ସବୁ କଥା ଜାଣନ୍ତି। ତାଙ୍କ ପର୍ସନାଲ ଫାଇଲ ବି ଦେଖନ୍ତୁ। ତାଙ୍କୁ ବି ବଡ଼ବାବୁ ଡିଲ୍ କରନ୍ତି। ଡାକିବି ସାର୍? ବିଲୋଚନ ମୋର ନିର୍ଦ୍ଦେଶ ଚାହିଁଲା। ତୁମେ ଯାହା ଜାଣ କୁହ, ମୁଁ ସହଜ ସ୍ୱରରେ ପଚାରିଲି। ବିଲୋଚନ Sample complete. Ready to continue?